ଆଜି ସନ୍ଧ୍ୟାରେ ଝିଅ କହିଲା ବୋଉ ମୁଁ ଟିକେ ଯାଉଛି ମାର୍କେଟ ଆଣିବି ଟିକେ ଜଳଖିଆ। ମୁଁ କହିଲି ମେହୁ ନା ଏବେ ସଙ୍ଗେ ସଙ୍ଗେ ତିଆରି କରିଦେବି, କିଛି ଆଣିବା ଦରକାର ନାହିଁ। ସଙ୍ଗେ ସଙ୍ଗେ ବତୁରେଇ ଦେଲି ବୁଟ ଡାଲି ଟିକେ। ବତୁରି ସାରିଲା ପରେ ଅଳ୍ପ ଟିକେ ବୁଟ ଡାଲି ରଖିକି ଆଉ ସବୁ ବୁଟ ଡାଲିକୁ ଦେଇଦେଲି ଗ୍ରାଇଣ୍ଡର ଜାରରେ। ତା ଦେହରେ ଦେଇଦେଲି କିଛି ଅଦା, କିଛି କଞ୍ଚା ଲଙ୍କା ଆଉ କିଛି ରସୁଣ। ତାକୁ ଦରଦରା କରିକି ବାଟିକି ନେଇ ଆସିକି ତା ଦେହରେ ମିଶାଇଦେଲି ରଖିଥିବା ବୁଟ ଡାଲିକୁ। ଆଉ ଚୁନା ଚୁନା କାଟିକି ଭୃଷୁଙ୍ଗା ପତ୍ର, ଧନିଆ ପତ୍ର, ତାପରେ ଦେଇଦେଲି ସୁରା ସୁରା କାଟିକି ପିଆଜ, ଲୁଣ ପକାଇ ଦେଇକି ଭଲ ଭାବେ ମିଶାଇଦେଲି। ତେଲ କଢ଼େଇ ଗୋଟେ ବସେଇକି ତାକୁ ସବୁ ବରା ଆକୃତି ଦେଇକି ଛାଣିବା ପାଇଁ ବସେଇଦେଲି। ତାପରେ ଏପଟେ ସାଇଡ଼ରେ ବସେଇଦେଲି ଚାହା ଟିକେ। ଦିନେ ଦିନେ ଘରେ କରିକି ଖାଇଲେ ନା ଭଲ ଲାଗେ, ସବୁବେଳେ ମାର୍କେଟରୁ କିଣିକି ଖାଇଲେ ଭଲ ଲାଗେ ନା। ଗୋଟେ ବେଚ ହେଲା ପରେ ଆଉ ଗୋଟେ ବେଚ ପକେଇଦେଲି ତେଲ ଦେହରେ। ହେଇସାରିଲା ପରେ ବରାଟି ପିଲାମାନଙ୍କୁ ଦେଇଦେଲି। ଚଣା ବରା ସାଙ୍ଗକୁ ଚୁନା ଚୁନା କାଟିକି ପିଆଜ, ତା ସାଙ୍ଗରେ ବ୍ଲାକ୍ ସଲ୍ଟ ଆଉ ଟିକେ ଲଙ୍କା। ମୁଁ ଧରି ବସି ପଡ଼ିଲି ଚାହା ସାଙ୍ଗକୁ ବରା। ହେଇଗଲା ନା ବଢ଼ିଆ ଗୋଟେ ସ୍ନାକ୍ସ।